ସର୍ବ ହୋଇଲା ଭେଟ କିଏ ବା ଇନ୍ଦ୍ରରୁ ପଡ଼ିଲା ମଞ୍ଜରୀର ନିକଟ କିଏ ବା ସିଂହକୁ ଦେଖିଲେ ଅସ୍ଥି ଛାଡ଼ି ପଳାଇ ସମୀର ଘାତରେ ଦେଶନେ ରମାବନ ଭାଙ୍ଗଇ ଦେମତ ପ୍ରକାରେ କାଳୀର ବୁଦ୍ଧି ହୋଇଲା ବଣା ପରାକର୍ମ ଯେବେ ନଥାଇ ଆଖି ଖାଇ ଠିକଣା ତା ଦେଖି ଖୋଲଣା ତନୟ ସାଗରକୁ ଡେଇଁଲା ବାମ ହସ୍ତେ ଯାଇ ତୁରିତେ କାଳି କେଶ ଧଇଲା ପୁତ କେଶିକି ଯେଉଁ ରୂପେ ତୁଷ୍ଟ ଧରି ନଥିଲେ ସେହି ପ୍ରକାରେ ଶ୍ରୀଧର ଯାଇ ତାକୁ ଧଇଲେ ବୋଇତ ଉପରେ ତାହାକୁ ବେଗେ ଥୋଇଲା ଶାନ୍ତମୂର୍ତ୍ତି ହୋଇ ବାଳକ ଧୀରେ କହିବାଣି କହ କେଉଁଠାରୁ ହୋଇଲୁ କାହିଁ ଆସମ ତୋର ଦକ୍ଷିଣ ଭୁଜେ ଧରୁ ଖଣ୍ଡା ବାମ ହସ୍ତେ ଖପର ପିଙ୍ଗଳ ବର୍ଣ୍ଣ କେଶ ତୋର ଭୟଙ୍କର ମୂରତି ସତ କରି କହ ମୋ ଆଗେ ତୋର ଅଟେ କେ ପତି ଏ ବଚନ ଶୁଣି କାଳିକା କହୁଅଛି ଉତ୍ତର ସତ କଥା ଶୁଣ କହୁଛି ଖୋଲଣାର କୁମାର ପୂର୍ବେ ଥିଲା ମୋର ଆଶ୍ରମ ଯାଇ ପାତାଳ ପୁରେ ଚରଣେ ମୋର ଖଟିଥାନ୍ତି ସର୍ବପୁର ସୁରେ ତ୍ରେତୟା ଯୁଗରେ ଶ୍ରୀରାମ ଦଶରଥଙ୍କ ପୁଅ ତାଙ୍କ ଯୁବତୀ ଅଟନ୍ତି ଜନକ ରାଜା ଝିଅ ପିତା ସତ ପାଳି ଶ୍ରୀରାମ ବନବାସକୁ ଗଲେ ଭାଇ ଭାରି ଯାଏ ବେନିକି ସଙ୍ଗତରେ ସେ ନେଲେ ଏଠୁ କିଛି ଦିନ ଅନ୍ତରେ ସୀତା ରାବଣ ନେଲା ଋଷମୁଖେ ସୁଗ୍ରୀବରକୁ ରାମ ଭେଟ ପାଇଲା ତା ସଙ୍ଗେ ମୈତ୍ର ହୋଇନ ବାଳି ପ୍ରାଣକୁ ନେଲେ କିସ୍କିନ୍ଧା ରାଜ୍ୟରେ ସୁଗ୍ରୀବେ ତହିଁ ରାଜା କରିଲେ ତାର ସୈନ୍ୟ ବଳ ଘେନିଣ ରାମ ଗଲେ ଲଙ୍କାକୁ ଯୁଦ୍ଧ ଆରମ୍ଭିଣ ମାଇଲେ ସେ ଯେ କୁମ୍ଭକର୍ଣ୍ଣକୁ ଇନ୍ଦ୍ରଜିତ ପ୍ରାଣ ଘେନିଣ ବୀରବାହୁ କୁମର ରାବଣର ବଂଶ ନାଚିଲେ ମାଇଲେ ଦଶ ଶିର ମହିରାବଣ ବଲି କରି ଥିଲା ତାର ତୁମର ସିଏ ମହାଯୁଦ୍ଧ କରିଲା ଶ୍ରୀରାମଙ୍କ ସଙ୍ଗର ଯୁଦ୍ଧରେ ରାମକୁ ନ ପାରି ମାୟା ପୁଣି ସେ କଲା ବିଭୀଷଣ ରୂପ ଧରିଣ ରାମକୁ ହରି ନେଲା ପାତାଳ ଭୁବନେ ରଖିଲା ରଘୁନାଥଙ୍କୁ ନେଇ ମୋର ଆଗେ ବଳି ଦେବାକୁ ମହିରାବଣ କହି ଦେଖେ ହନୁଗ୍ରାମ ନଗରେ ରାମ ନାହାନ୍ତି ଯେନୁ ବ୍ରାହ୍ମଣ ସ୍ୱରୂପ ହୋଇନ ହନୁ ଲଢ଼ନ୍ତି ତେଣୁ ପାତାଳପୁରରେ ମିଳିଲା ରଘୁନାଥ ପ୍ରତେ କହିଲା ଭୋଦେବ ଶ୍ରୀରାମ ଏଠୁ ଯିବା କେମତେ ଶ୍ରୀରାମ ବହିଲେ ଠାରୁ ଆଉ ଯାଇ ନ ପାରି ରାତ୍ର ଶେଷ ହେଲେ ଏଇଠି ଦେବେ ସେ ମତେ ମାରି ଇନ୍ଦ୍ରଜିତ ଠାରୁ ଅଧିକ ମାୟା ଜାଣେ ପାପିଷ୍ଟ କି ବୁଦ୍ଧି କରିବା ଏଥର ଆରେ ପବନ ଚାଟ ଶୁଣି ହନୁମନ୍ତ ବୋଇଲା ଶୁଣି ହନୁମନ୍ତ ଚଳିଲା ରାମଚନ୍ଦ୍ର ପାଖରୁ ମିଳିଲା ମୋହର ନିକଟେ ସୀତାପତି ଦଶାରୁ ହନୁମନ୍ତକୁ ମୁଁ ପୁଛନ୍ତେ ସେ ଯେ ମୋତେ କହିଲା ଶ୍ରୀରାମକୁ ପାପି ଦଇତ ଏଥେ ଘେନି ଓଇଲା ତୋର ମନ ସୁଖେ ଯେ ବଳି ଦେବା ପାଇଁ ଜ୍ଞାନୀ ରଘୁନାଥ ବିଷ୍ଣୁ ଅଟତି ଛାଡ଼ି ଦିଅନ୍ତୁ ପୁଣି ଏହା ଶୁଣି କରି ହନୁକୁ ମୁଁ ବୋଇଲି ଉତ୍ତର କାଲି ଯେତେବେଳେ ମୋ ପାଖେ ବଳି ଦେବେ ଅସୁର